ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ଧକ୍କା ଦେଇ ବୋଲେରୋ ଗାଡ଼ି ଫରାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଡ୍ରାଇଭର ଟିକେ ରାମ ସୁନାନୀ ଘରକୁ ବାଇକ୍ ଯୋଗେ ଫେରୁଥିବା ବେଳେ ନିଜ ଗାଁ କନ୍ଦବାହାଲ ପାଖରେ ବଙ୍ଗମୁଣ୍ଡା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୁଲେରୋ ଗାଡ଼ି ଟିକେରାମର ଗାଡ଼ିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ଦେଖି ସାଙ୍ଗେ ସାଙ୍ଗେ 108 ଆମ୍ବୁଲାନ୍ସକୁ ଖବର ଦେଇ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରିବାର ଲୋକ ଖବର ପାଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ହେବାରୁ ଗାଡ଼ି ମୋଟର ଯିବା ଆସିବାରେ 2 ଘଣ୍ଟା ବିଳମ୍ବ ହୋଇଛି। ଖବର ପାଇ କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରା ଆସି ଲୋକଙ୍କୁ ରାସ୍ତାରୁ ହଟିବା ପାଇଁ କହିଥିଲେ। କଣ୍ଟାବାଞ୍ଜିରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।